ଅନୁଗୁଳ ମ୍ୟୁନିସିପାଲିଟିର ନଗରପାଳ ଶ୍ରୀ ଅକ୍ଷୟ ସାମନ୍ତ ରାଜନୀତିର ଊର୍ଦ୍ଧ୍ୱରେ ରହି ଅନୁଗୁଳର ଉନ୍ନତି କରିଛନ୍ତି। ଆସନ୍ତୁ ତାଙ୍କଠାରୁ କିଛି ଜାଣିବା। ସାର୍, ଆପଣଙ୍କର 3 ବର୍ଷ କାର୍ଯ୍ୟକାଳ ଭିତରେ ଯାହା ଅନୁଗୁଳ ସହରରେ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ଆପଣ ଟିକେ ଆମ କ୍ୟାମେରା ଆଗରେ କହିବେ। ମୁଁ ପ୍ରଥମେ ସଂଘର୍ଷ ଟିଭିକୁ ଧନ୍ୟବାଦ ଦେଉଛି, ଯେହେତୁ ସେ ଆମ ଗହଣରେ ଅଛନ୍ତି ଏବଂ ଆମ ପାଖରୁ ତଥ୍ୟ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଅନୁଗୁଳ ସହର ଏକ ସହର ପ୍ରଦୂଷଣ ସହର, ଯେହେତୁ ଚତୁଃପାର୍ଶ୍ୱ ଆପଣ ଦେଖିବେ କଳକାରଖାନାରେ ଭର୍ତ୍ତି ହୋଇଛି। ଏ ହେଲା ଶିଳ୍ପନଗରୀ କହିଲେ ଭୁଲ ହେବ ନାହିଁ। ତେଣୁ ଅନୁଗୁଳ ସହର ପ୍ରଦୂଷଣ ସହର। ଚତୁଃପାର୍ଶ୍ୱରେ ଆପଣଙ୍କର ପାଖରେ ଅଛି MCL କୋଇଲା ଖଣି, ପାଖରେ ଅଛି ଷ୍ଟିଲ୍ ପ୍ଲାଣ୍ଟ, ପାଖରେ ଅଛି ଆପଣଙ୍କର ନାଲକୋ। ତେଣୁ ବିଭିନ୍ନ କଳକାରଖାନା ଭର୍ତ୍ତି ହୋଇଛି ପଲ୍ୟୁସନ୍। ଏହି ପଲ୍ୟୁସନ୍କୁ ରୋକିବା ପାଇଁ ଆମେ ଅଦ୍ୟାବଧି ସଦାସର୍ବଦା ଚେଷ୍ଟିତ ଅଛୁ। ଯେହେତୁ ଆମେ ପ୍ରଦୂଷଣ ରୋକିବାରେ ପ୍ରଦୂଷଣ ବନ୍ଦ ନ କଲେ ରୋକିବାରେ ଯେଉଁ ପ୍ରୟାସ ନେଇଛୁ, ସେଥିପାଇଁ ଆମେ ଭାରତ ସରକାରଙ୍କର 3ୟ ସ୍ଥାନ ପାଇଛୁ। ତେଣୁ ଆମେ 3ୟ ସ୍ଥାନ ପାଇଥିବାରୁ ଭାରତ ସରକାରଙ୍କ ତରଫରୁ ଆମକୁ ଏକ ମେଡ଼ାଲ ମିଳିଛି ଏବଂ ତା ପାଇଁ 12 ଲକ୍ଷ ଟଙ୍କା ଆମକୁ ରାଶି ମଧ୍ୟ ମିଳିଛି। ଏଇଟା ହେଲା ଆମ ଅନୁଗୁଳ ପାଇଁ ଗୌରବର ବିଷୟ ଏବଂ ଓଡ଼ିଶା ପାଇଁ ଗୌରବର ବିଷୟ। এই ଓଡ଼ିଶାରେ ଏକମାତ୍ର ମ୍ୟୁନିସିପାଲିଟି ଯିଏକି ପ୍ରଦୂଷଣ ରୋକିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଏଇଟା ହେଲା ପ୍ରଥମ ଜିନିଷ। ଦ୍ୱିତୀୟ ଜିନିଷ ହେଲା এই 3 ବର୍ଷ ଭିତରେ ଆପଣ ଯେଉଁଟା କହିଲେ ଆମେ କ'ଣ କ'ଣ କାର୍ଯ୍ୟକ୍ରମ କରିଛୁ। 3 ବର୍ଷ ଭିତରେ ଆମେ ଅନୁଗୁଳ ସହରରେ ଘର ଘର ବୁଲି ପିଇବା ପାଣିର ସୁବିଧା କରାଯାଇଛି, ଡ୍ରିଙ୍କିଂ ୱାଟର, ଯେଉଁଟାକି ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଅଞ୍ଚଳକୁ ରାସ୍ତା ଏବଂ ଡ୍ରେନ୍ର ସୁବିଧା କରାଯାଇଛି। ଏବଂ ଆପଣ ନିଜେ ଅନୁଭବ କରୁଥିବେ, ଆପଣ ରାତିରେ ମଧ୍ୟ ଦେଖିପାରିବେ, ଅନୁଗୁଳ ସହରକୁ ସୌନ୍ଦର୍ଯ୍ୟକରଣ କରାଯାଇଛି ଏବଂ ଆଲୋକିତ କରାଯାଇଛି। ପ୍ରତ୍ୟେକ ଅନୁଗୁଳରେ କୌଣସି ଜାଗାରେ ଆପଣ ଦେଖିବେ ତାର ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିବା ସହିତ ଆଲୋକକରଣ କରାଯାଇଛି। ତା ସହିତ ପିଲାମାନଙ୍କର ୱାକିଂ ପାଇଁ ଆମେ ଗୋଟେ ଇକୋ ପାର୍କ ତିଆରି କରିଛୁ, ଗୋଟେ ସ୍ମାର୍ଟ ପାର୍କ ତିଆରି କରିଛୁ ଏବଂ ହେଲ୍ଥ କରିଡର ମଧ୍ୟ ତିଆରି କରିଛୁ। ସକାଳୁ ସକାଳୁ ଲୋକମାନେ ସେଠାରେ ୱାକିଂ କରିବେ। ଛୋଟ ଛୋଟ ପାର୍କ ପାଖାପାଖି 10-15ଟି ପାର୍କ ମଧ୍ୟ ତିଆରି କରିଛୁ, ଯେଉଁଟାକି ସନ୍ଧ୍ୟାବେଳେ ବହୁତ ଶିଶୁ ଉଦ୍ୟାନଠୁ ଆରମ୍ଭ କରି ବିଭିନ୍ନ ଉଦ୍ୟାନ ହେଇଛି। ଏବଂ ପ୍ରତ୍ୟେକ ପାର୍କରେ ପ୍ରତ୍ୟେକ ଅଞ୍ଚଳରେ ଆମର 23ଟି ଯେଉଁ ୱାର୍ଡ ଅଛି, ପ୍ରତ୍ୟେକ ୱାର୍ଡରେ ଆମେ ଆପଣଙ୍କର ARG ଯେଉଁଟାକି ଓପନ୍ ARG ମଧ୍ୟ କରିଛୁ, ଯେଉଁମାନେ ସକାଳୁ ସକାଳୁ ପିଲାମାନେ ସେ ବ୍ୟାୟାମ କରିପାରିବେ। ମହିଳାମାନଙ୍କ ପାଇଁ ବିଶେଷ କରି ମହିଳାମାନଙ୍କ ପାଇଁ ଶକ୍ତି ମିଶନ ଗୃହ କରିଛୁ ଏବଂ ସବୁଠାରୁ ଅଧିକା ମିଲେଟ୍, ଆପଣ ଦେଖିବେ ବହୁ ଜାଗାରେ ମିଲେଟ୍ର ଆମେ ମଧ୍ୟ ରେଷ୍ଟୁରାଣ୍ଟ ମଧ୍ୟ ହେଇପାରିଛି। ଏବଂ ମହିଳାମାନେ କିଭଳି ଭାବେ ଆଗକୁ ବଢ଼ିବେ ସେଥିପାଇଁ ମଧ୍ୟ ଧ୍ୟାନ ଦିଆହେଇଛି। ପ୍ରତ୍ୟେକ ୱାର୍ଡ଼ରେ ଆମର ଲାଟ୍ରିନ୍ ପାଇଁ ବିଶେଷ କରି ଆମର କମ୍ୟୁନିଟି ଲାଟ୍ରିନ୍ ଆମେ ତିଆରି କରିଛୁ। ଲୋକମାନେ କିଭଳି ଭାବରେ ବାହାରେ ଝାଡ଼ା ନ ଫେରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଉ ଆପଣଙ୍କର ଜାଣିଥିବେ ମ୍ୟୁନିସିପାଲିଟିର ସବୁଠାରୁ ଅଧିକା ଗୁରୁତ୍ୱର ବିଷୟ ହେଲା ଆମର ସାନିଟେସନ୍। ସାନିଟେସନ୍କୁ ଆମେ ପୁରା ବିପୁଳ ସଂଖ୍ୟାରେ ଲୋକ ଲଗାଇ ଆମେ ସଫାସୁତୁରା କରିବା ପ୍ରୟାସ କରିଛୁ ଏବଂ ଲିକ୍ୱିଡ଼ ଯେଉଁଟା ସ୍ଲଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଆମେ ବନେଇଛୁ। ଆପଣମାନେ ଜାଣିଥିବେ ଓଡ଼ିଶାରେ ପ୍ରଥମ ସ୍ଲଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ମାନେ ଯେଉଁ ମଇଳାଟା ଅଛି ମଇଳାକୁ ଆମେ ଟ୍ରିଟମେଣ୍ଟ କରି ତାକୁ ଆମେ ଖତ ହିସାବରେ ବ୍ୟବହାର କରୁଛୁ, ଫର୍ଟିଲାଇଜର ହିସାବରେ ବ୍ୟବହାର କରୁଛୁ। ଏଇଟା ହେଲା ଓଡ଼ିଶାର ଗୋଟେ ପାଇଲଟ ପ୍ରୋଜେକ୍ଟ ଆମେ ଆରମ୍ଭ କରିଥିଲୁ। ଆମକୁ ଦେଖି ଆମର ଓଡ଼ିଶାର ଅନ୍ୟ ମ୍ୟୁନିସିପାଲିଟି ମଧ୍ୟ ଏ କାର୍ଯ୍ୟକ୍ରମ ଆରମ୍ଭ କଲେଣି। ଏବଂ ଯେଉଁ ଅଳିଆ ଯାଉଛି ଅଳିଆକୁ ମଧ୍ୟ ସେଗ୍ରିଗେସନ୍ କରିକି ଆମେ ବିଭିନ୍ନ କାର୍ଯ୍ୟକ୍ରମରେ ଲଗାଉଛୁ, ଯେଉଁଟାକି ଆମେ ତାଠୁ ବି ମଧ୍ୟ ଫର୍ଟିଲାଇଜର ଖତ ବାହାର କରିପାରୁଛୁ। ତେଣୁ ଆମର ନୂତନ ଭାବରେ ଅନୁଗୁଳ ସହରକୁ ଏକ ଉନ୍ନତମାନର ସହର ଏବଂ ପ୍ଲାନିଂ ସହର, ଓଡ଼ିଶାର ସର୍ବଶ୍ରେଷ୍ଠ ସହର ହିସାବରେ ପରିଗଣିତ କରିବା ପାଇଁ ଆମେ ବାରମ୍ବାର ଚେଷ୍ଟା ଚଲେଇ ରଖିଛୁ। ଆପଣମାନେ ଦେଖିଥିବେ, ଅନୁଭବ କରିପାରୁଥିବେ, ଏହି 3 ବର୍ଷ ଭିତରେ ଘର ଘରକୁ ପାଣି, ଘର ଘରକୁ ବିଜୁଳି, ଘର ଘରକୁ ରାସ୍ତା, ପ୍ରତ୍ୟେକ ରାସ୍ତା ସାଇଡ଼ରେ ଡ୍ରେନ୍ ନିର୍ମାଣ, ଆଲୋକୀକରଣ ଏବଂ ବିଶେଷ କରି ଗରିବ ଲୋକମାନଙ୍କ ପାଇଁ ଯାହାର
खंडे घर नथिला जागा नथिला जागा मिशन जरिया लोक मानू जागा दवा सहित आपण को घर मध्य कर दिया है आवास योजना जोड़ा आवास योजना थ्रू रे आम दे पार्छु ये विभिन्न प्रकार कार्यक्रम जहाँ सरकार अच्छी ता छड़ा आम अंचल सुविधा सुजोग पाई सब प्रकार कार्यक्रम कराई विशेषकर अनुगुल सहर रो पानी रो घोर समस्या थाए से अनुगुल सहर जो 10-12टी पोखरी अच्छी प्रत्येक पोखरी को आम खनन करिछु पोखरी उद्धार करिछु एवं ताकू ब्यूटिफिकेशन करा सहित पोखरी किभली भाव में परिष्कार परिच्छन्न रही जल स्तर को आम बढ़े पारू से प्रत्येक आम अंचल 12-14टी पोखरी कार्यक्रम करा चली अच्छी यही सब प्रकार कार्यक्रम म्युनिसिपालिटी जहाँ दरकार आम करिछु आगामी दिन में मु आशा करुँची समस्त सहयोग रहा दरकार समस्ते आमको अलिया ठीक टाइम दवा दरकार घर घर बुली आम अलिया कलेक्शन करुँ गाड़ी रे जो माने कि अलिया गुड़िक एणे तेणे पकेबे नहीं से व्यवस्था आम करिछु अनुगुल सहर आपण सहर अनुगुल सहर को एक सबुज सुंदर सहर करिबारे आपण मानकर सहयोग दरकार माँ माउसी गुरुजन एवं प्रत्येक व्यक्ति विशेष लोक मोर अनुरोध अनुगुल सहर को सुंदर सबुज सहर करने आपण मानकर सहायता दरकार पुणी थे समस्त को एवं संघर्ष टीवी की बहुत बहुत धन्यवाद दाई बंद कर जय माँ बुढ़ी ठाकुर धन्यवाद सर अनुगुल संगीता लिंका रिपोर्ट संघर्ष टीवी।